ଉପନ୍ୟାସର ନାମ ଅସାମାଜିକ। ଲେଖିକା ସରୋଜିନୀ ସାହୁ। ପଢ଼ି ଶୁଣାଉଛନ୍ତି କଳାକାର କୀର୍ତ୍ତି ମହାନ୍ତି। ଭାଗ 1। ଭଲ ପାଇବା କହିଲେ ଆଉ କଣ କି? ଆ ବୋଲି ଡାକିଦେଲେ ତ ହେଲା। ହେଲେ ଏତେ ସହଜ କଣ ଆ ବୋଲି ଡାକିଦେବାଟା? ଗାଁଟା ସାରା ମନେ ମନେ ଗୁଣି ହେଉଥିଲେ ସେଇ କଥାକୁ। ସଭିଙ୍କୁ ଜଣା ଅଧା ଅଧା ସତ, ଆଉ ଅଧକରେ ଯେ ଯାହାର ନିଜ ନିଜ କଳ୍ପନାରେ ଯୋଡୁଥିଲେ। ଗାଁ ଉପର ଦେଇ ସେଦିନ ଝଡ଼ଟା ବୋହିଗଲା ବେଳେ ସଭି ଏମିତି ତାଟକା ହେଇଯାଇଥିଲେ ଯେ କେହି ଶବ୍ଦ ଖୋଜି ପାଇନଥିଲେ କଣ କହିବେ ବୋଲି। ଅଥଚ ଏଇ ଆ ଟିକିଏ ଲୋଡ଼ା ଥିଲା ତ। ଝଡ଼ ଥମିଲା ବେଳକୁ ସବୁ ତଛନଛ, ଭାଙ୍ଗି ଟୁକୁଡ଼ା ଟୁକୁଡ଼ା ନିଶ୍ଚୟ ହେଇଯାଇଥିଲା। ଜାଣ ସେ ଛପର ଖପର ଡାଳପତ୍ର ଯେମିତି ଭାଙ୍ଗି ବିଛାଡ଼ି ହୋଇ ପଡ଼ିଥିଲା ଜୀବନରୁ। ଏବେ ଖାଲି ମେଘ ବରସିଯିବାର ବେଳ। ଆଉ କଣ ସମ୍ଭବ ଥିଲା ଟୁକୁଡ଼ା ଖଣ୍ଡମାନଙ୍କୁ ଗୋଟେଇ ନେଇ ଗୋଟେ ସୁରକ୍ଷିତ ସୁନ୍ଦର ଜୀବନ ଗଢ଼ି ତୋଳିବା? ନା। ଛାତି ଭିତରୁ ପ୍ରେମ ହରେଇଥିବା କାଙ୍ଗାଳଙ୍କ ପରି ଛିଡ଼ା ହେଇ ଦେଖୁଥିଲେ ଗାଁଟା ସାରା ଲୋକ। ଛାତିର କୋଉ କୋଣରେ କେଜାଣି ଲୁଚି ବସିଥିଲା ମଣିଷ ପଣିଆ ଟିକେ। ଠିକଣା ବେଳରେ ତାର ଦେଖା ନଥିଲା ତ। ଝଡ଼ ପରର ଅଜବ ନୀରବତାଟେ ଛାଇ ଯାଇଥିଲା ପାଖାପାଖି ଗାଁ ଦିଟାରେ। କ୍ଳାନ୍ତ ଅବସନ୍ନ ଯେମିତି ସଭି। ରାତି ଅଧରେ ଦଳେ ବୁଲା କୁକୁର ଭୁକି ଉଠନ୍ତି ସବୁଦିନ, ଅଥଚ ଶୁଭୁ ନଥିଲା ତ ସେଦିନ। କୋଉ ଖୋଲରୁ କେଜାଣି ପେଚାଟେ ରହି ରହିକା ବୋବେଇ ଉଠେ ଅନ୍ଧାର ନିବିଡ଼ ହେଲେ। ସେଦିନ ଶୁଭିଲା ନାହିଁ ତାର ସେଇ ଭୟଙ୍କର ରାବ। କ୍ଲବ ଘର ଆଡୁ ଶୁଭୁ ନଥିଲା ବି ହିନ୍ଦୀ ଫିଲ୍ମର ଗୀତ ଆଉ ସଂଳାପ। ଫୁଲମଣି ଲେପଟି ପଡ଼ିଥିଲା ସେଦିନ ଚିନାମାଳିର ଛାତି ଉପରେ। ହିକା ପରେ ହିକା ଉଠୁଥିଲା ତାର, ଯଦିଓ ଆଖିରେ ଆଉ ପାଣି ନଥିଲା ନିଗାଡ଼ିବା ପାଇଁ। ଛାତି ଭିତରଟା ତଥାପି କୁହୁଳୁଥିଲା ତାର। ଏ ଦୁଃଖ ଅନିର୍ବାଣ ଯେମିତି। ମନେ ହେଉଥିଲା ଧାଇଁଯାଆନ୍ତା କି ସେ ଆକାଶ ମାଟି ଗଛବୃଛର ଦୁନିଆ ବାହାରକୁ, କାହିଁ କେତେ ଦୂରକୁ। କୂଅ ପୋଖରୀରେ ଡେଇଁ ପଡ଼ନ୍ତା କି ସେ। ଦେହଟା ଉପରେ ତାର ଘୃଣା ଆସୁଥିଲା। ଘୃଣା ଆସୁଥିଲା ତାର ନିତମ୍ବ ଅବଧି ଲମ୍ବି ଯାଇଥିବା ବାଳ ଉପରେ। ରାଗ ହଉଥିଲା ତାର ସୁନା ଭଳି ଛକ୍ ଛକ୍ ଦିହ ରଙ୍ଗ ଉପରେ, କଇଁଫୁଲିଆ ଉଠ ଉପରେ, ଚିବୁକ୍ର କଳାଜାଇ ଉପରେ, ଗାଢ଼ ଭ୍ରୁଲତା ଉପରେ। ରାଗ ଆସୁଥିଲା ତାର ନାଭି ନିତମ୍ବ ଜଙ୍ଘ ଉପରେ। ଗଳି ସଢ଼ି ଝଡ଼ି ପଡ଼ନ୍ତା କି ଦେହରୁ ଏ ମାଉଁସ ଯାକ। କୋଉ ଜନ୍ମର ପାପର ଫଳ ସବୁ ଥିଲା ସେ। ବେକରେ ଦୌଡ଼ି ଦେଇ ଝୁଲି ପଡ଼ିବାକୁ ଇଚ୍ଛା ହଉଥିଲା। ତା ଇଚ୍ଛା ହଉଥିଲା ବିଷ ମହୁରା ଘୋରି ପିଇବାକୁ, କି ଛୁରୀ ଚାକୁ ଭୁଷେଇ ହେଇ ମରିବାକୁ। କାହାର କଣ ବିଗାଡ଼ିଥିଲା ସେ? କାହାର କଣ ଖାଇଥିଲା? ସେ ତ ତା ସୁଖେ ଥିଲା। ତାର ରାଗ ଆସୁଥିଲା ବାପ ଉପରେ। ବାପଟା ହିଁ ଅସଲ ଦୋଷୀ। ସେ ତ ମନା କରୁଥିଲା ବାହା ହବନି ବୋଲି। ତା ବାପ ଜିଗର କରି ଉପାସ ରହିଲା 1.5 ଦିନ କାଳ। ଫୁଲକୁ ନଇବାକୁ ହେଲା। ପାଣି ସୁଦ୍ଧା ବି ନେଇ ନଥିଲା ମୁହଁରେ ବାପା। ତା ବାପା ବଡ଼ମା ତାକୁ କୁଆଡ଼ୁ କେତେ କଥା କହି ଗାଳିଦେଲା। କୋଉ ରାଜଜମା ହେଇଛୁ କି? ଆହୁରି ଭଲକୁ ଚାହିଁ ବସିଛୁ। ଆମ ସମୟରେ ବାହା କଣ ଆମେ ଜାଣୁନଥିଲୁ। ବେଦୀରୁ ଉଠିଲା ପରେ ସମସ୍ତେ କହୁଥିଲେ ତୁ ପରା ବାହା ହେଲୁ। ଆଜିକାଲି ଯେତେ ବଛାବଛି। କଣ ବା ଉପାୟ ଥିଲା ତାର? ନିଜ ଇଚ୍ଛା ବିରୁଦ୍ଧରେ ବାହା ହେଇଥିଲା ସେ। ଚିନାମାଳିର ଫସଲ ଅମଳ ଟାଇମ୍ ସେତେବେଳକୁ। ସାଙ୍ଗକୁ ତା ମାର ଅଣ୍ଟାବାତ ବାହାରିଥିଲା। ସେ ଟିକେ ଦବି ଯାଇଥିଲା ତ। ଫୁଲମଣି ତା ପାଖେ ଯାଇ କାନ୍ଦିଥିଲା। ଚାଲ ପଳେଇବା ଗାଁ ଛାଡ଼ି। ଭଗବାନ ହାତଗୋଡ଼ ଦେଇଛି। ସହର ବଜାରରେ କେତେ ଲୋକ ତ ପୁଣି କାମ କରି ଚଳୁଛନ୍ତି। ସେମାନେ ଚଳିପାରିବେନି? ହେଲେ ହୁଟ୍ କରି ବାହାରି ପାରିଲାନି ଚିନାମାଳି। ମଗୁଶିର ମାସ। ଖଳାରେ ଅଧକ ତ କ୍ଷେତରେ ଅଧକ। ଧାନ ପଡ଼ିଥାଏ ସେତେବେଳକୁ ତାର। ତା ମା ହେଁସରୁ ଉଠି ଭାତ ଦିଟା ବି ଫୁଟେଇ ପାରୁନଥାଏ ସେତେବେଳକୁ। ଘର ବାହାର ସବୁ କାମ ସମ୍ଭାଳୁଥିଲା ଚିନାମାଳି। ଫୁଲମଣିଠୁ ତା ବାହାଘର ଖବର ଶୁଣି ସମ୍ଭାଳି ପାରିନଥିଲା ଚିନାମାଳି। ଫୁଲମଣିକୁ କୁଣ୍ଢେଇ ବହେ କାନ୍ଦିଥିଲା ତ, ଯେମିତି ସେ ଦିହିଁଙ୍କ ସଂସାର ଭାଙ୍ଗି ପଡ଼ିଛି। ହେଲେ ପଳେଇ ଯିବାର ରାସ୍ତା ନଥିଲା ତାଙ୍କ ପାଖରେ। ଚିନାମାଳି କହିଥିଲା, ରହ, ମତେ ଟିକେ ଭାବିବାକୁ ଦେ। Sample complete. Ready to continue?